ଆଜ୍ଞା କଥାରେ ଅଛି ବେଳ ଥାଉ ଥାଉ ନିଜ ସ୍ଥିତି ସମ୍ଭାଳ। ଆପଣମାନେ ଯଦି ସ୍ଥିତି ସମ୍ଭାଳିବେ ନାହିଁ ତାହେଲେ ମଧ୍ୟ ଆପଣମାନଙ୍କୁ ପ୍ରୋବ୍ଲେମର ସମ୍ମୁଖୀନ କରିବାକୁ ପଡ଼ିବ ବା ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିବ। ଯେ ଦେଖନ୍ତୁ ଆପଣଙ୍କ ପାଖରେ 2 ଚକିଆ, 3 ଚକିଆ, 4 ଚକିଆ ଯେକୌଣସି ଯାନ ଥିବ, ବ୍ୟାଟେରୀ ଗାଡ଼ି ତ ସମସ୍ତଙ୍କ ପାଖରେ ନାହିଁ ଆଜ୍ଞା। ଯାହା ପାଖରେ ପେଟ୍ରୋଲ ଗାଡ଼ି ତାଙ୍କୁ ହିଁ ଏହି ଅସୁବିଧା ହେବାକୁ ଯାଉଛି। ଦେଖନ୍ତୁ ଏଠାରେ କୁହାଯାଉଛି କଣ ଯେ ଆଉ ଏଇ ରୁଷ ଯେଉଁ ଆମକୁ ତେଲ ଦେଉଥିଲା ସେ ଆଉ ତେଲ ଦେବ ନାହିଁ। 1 ଏପ୍ରିଲରୁ କୌଣସି ଦେଶକୁ ବି ତେଲ ବିକିବନି ରୁଷ ଏହି କାରଣରୁ ନେଲା ଏତେ ବଡ଼ ନିଷ୍ପତ୍ତି। ଦେଖନ୍ତୁ ଆମକୁ ବି ଯଦି ତେଲ ବିକିବନି ତାହେଲେ ଆମକୁ ତ ତେଲ ଅଭାବ ହବ ନା ନାହିଁ। ଆମେ ମଧ୍ୟ ରୁଷରୁ ତେଲ କିଣିଥାଉ। ତ ତେଲ ଯଦି ଏଠାରେ ଅଭାବ ହବ ଆମକୁ ଆଗରୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆପଣମାନଙ୍କ ପାଖରେ ଯଦି 2 ଚକିଆ ଯାନଟିଏ ଅଛି ଆଗରୁ ଆଜ୍ଞା ନିହାତି ଭାବରେ ତେଲ ସଂଗଠନ କରିକି ବା ଏକାଠି କରିକି ରଖିଥାନ୍ତୁ। କାହିଁକି ନା ଦେଖନ୍ତୁ ଯେ ବିଶ୍ୱ ତେଲ ବଜାରରେ ଏହି ସମୟରେ ଭୟଙ୍କର ଅସ୍ଥିରତା ଦେଖାଦେଇଛି ବେଳି ରୁଷିଆ ଏକ ବଡ଼ ନିଷ୍ପତ୍ତି ନେଇଛି। ସରକାର ଘୋଷଣା କରିଛି ଯେ କଣ 1 ଏପ୍ରିଲ ରୁ ଦେଶରୁ ପେଟ୍ରୋଲ ରପ୍ତାନୀକୁ ପୁରାପୁରି ବନ୍ଦ କରାଯିବ। ତାହା ସପ୍ତାହେ ନୁହଁ, 2 ସପ୍ତାହ ନୁହଁ, ପୁରା 4 ସପ୍ତାହ ଆଜ୍ଞା। 31 ଜୁଲାଇ 4 ସପ୍ତାହ ତ ନୁହଁ, ଏ ବେଶୀ ହେଇଗଲା ଆଜ୍ଞା। ଦେଖନ୍ତୁ ମାର୍ଚ୍ଚ, ଏପ୍ରିଲ, ଜୁନ, ଜୁଲାଇ ଇଏ ତ ମାର୍ଚ୍ଚ ସଲା। ଏପ୍ରିଲ, ମେ, ଜୁନ, ଜୁଲାଇ 4 ମାସ ଧରିକି ଏଠାରେ ଆଜ୍ଞା ସେ ଯଦି ତେଲ ବିକିବା ବନ୍ଦ କରିଦେବ ତାହେଲେ ଭାରତର ଅବସ୍ଥା କଣ ହବ ଆପଣମାନେ ନିଜେ ଭାବନ୍ତୁ। ଯେ ଏହି ସମ୍ବନ୍ଧରେ ରୁଷର ପ୍ରଧାନମନ୍ତ୍ରୀ ଆଲେକ୍ଜାଣ୍ଡର ନୋଭାକ ଏନର୍ଜି ମନ୍ତ୍ରାଳୟରୁ ଏଠାରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି ଆଉ ଟାସ୍ ଏହାକୁ ନିଶ୍ଚିତ କରିଛି। ରୁଷର ଯୋଜନା କଣ ରହିଛି ଆଜ୍ଞା ସେ ତେଲ ନ ଦେବାର କାରଣ କଣ? ଯେ ଦେଖନ୍ତୁ ଏହି ପ୍ରମୁଖ ନିଷ୍ପତ୍ତି ପଛରେ ଅନେକ ଅନ୍ତର୍ଜାତୀୟ ଏବଂ ଭୂ ରାଜନୈତିକ କାରଣ ରହିଛି। କାହିଁକିନା ଦେଖନ୍ତୁ ପରିସ୍ଥିତି ସ୍ପଷ୍ଟ କରି ଉପ ପ୍ରଧାନମନ୍ତ୍ରୀ ନୋଭାକ ବ୍ୟାଖ୍ୟା କରିଛନ୍ତି ଯେ ମଧ୍ୟ ପ୍ରାଚ୍ୟରେ ଚାଲିଥିବା ସଙ୍କଟ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ ପାଇଁ ବିଶ୍ୱ ବଜାରରେ ଗମ୍ଭୀର ଅସ୍ଥିରତା ସୃଷ୍ଟି କରିଛି। ଫଳସ୍ୱରୂପ ମୂଲ୍ୟରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଯେ ଦେଖନ୍ତୁ ଆପଣଙ୍କର ଯେଉଁ ରହିଛି ଏହିସବୁ ରପ୍ତାନି ଆମଦାନୀ ଯେଉଁ କରାଯାଏ ସେଇଥିରେ ଦେଖନ୍ତୁ ଆପଣମାନେ ସମସ୍ତେ ଜାଣିଥିବେ ଯେ ଏଠାରେ ବାଟ ଛେକିକି ରଖାଯାଇଛି। ତ ବାଟ ଯେହେତୁ ଛେକି ଦିଆଯାଇଛି ତ ଏମାନଙ୍କୁ ସବୁ ପ୍ରୋବ୍ଲେମ ହେଉଛି ଯେ ପେଟ୍ରୋଲ ଅଭାବର ଭୟ ରହିବାର ମଧ୍ୟ ସମ୍ମୁଖୀନ ଏଠାରେ ରହିଛି। ଏଠାରେ ଦେଖନ୍ତୁ ଯେ ନିଷେଧର ଗୁରୁତ୍ୱକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ପୂର୍ବ ବର୍ଷର ଘଟଣାଗୁଡ଼ିକୁ ଦେଖିବା ଉଚିତ। ଯେ ଗତ ବର୍ଷ ରୁଷ ନିମନ୍ତ୍ରଣରେ ଥିବା ୟୁକ୍ରେନ କିଛି ଅଂଶରେ ଗମ୍ଭୀର ପେଟ୍ରୋଲ ଅଭାବ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ସେହି ସମୟ ସହିତ ମେଳ ଖାଉଥିଲା ବେଳେ ୟୁକ୍ରେନ ରୁଷ ତୈଳ ବିଶୋଧନାଗାର ଉପରେ ଆକ୍ରମଣକୁ ତୀବ୍ର କରିଥିଲା। ଏହା ବ୍ୟତୀତ ଏକ ନିର୍ଦ୍ଦିଷ୍ଟ ଋତୁକାଳୀନ ଅବଧିରେ ଘରୋଇ ଇନ୍ଧନ ଚାହିଦା ଏକକାଳୀନ ଶୀର୍ଷରେ ପହଞ୍ଚିଥିଲା। ଘରୋଇ ଚାହିଦାରେ ହଠାତ୍ ବୃଦ୍ଧି ସହିତ ରିଫାଇନାରୀଗୁଡ଼ିକ ପ୍ରତି ବିପଦ ରୁଷ ପ୍ରଶାସନକୁ ସତର୍କ କରାଇ ଦେଇଛି। ସରକାର ଯେକୌଣସି ମୂଲ୍ୟରେ ସ୍ଥାନୀୟ ଯୋଗାଣ ନିରନ୍ତର ରହିବା ନିଶ୍ଚିତ କରିବାକୁ ସ୍ଥିର କରିଛି। ରପ୍ତାନି ରୋକିବା ପଛର ପ୍ରକୃତ କାରଣ କଣ ଆଜ୍ଞା ଦେଖନ୍ତୁ ଆପଣମାନେ ଏବେ ଜାଣିପାରିବେ ଅସଲ କାରଣଟି ତାର କଣ ରହିଥିଲା। ଯେ ଏହା ପ୍ରଥମ ଥର ନୁହେଁ ଆଜ୍ଞା ଯେତେବେଳେ ରୁଷ ଏହାର ତୈଳ ରପ୍ତାନି ଉପରେ ଏବେ କଠୋର କଟକଣା ଲଗାଇଛି। ଘରୋଇ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ସମ୍ଭାବ୍ୟ ଅଭାବକୁ ରୋକିବା ପାଇଁ ସରକାର ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଉଭୟରେ ରପ୍ତାନି ଉପରେ ନିଷେଧାଦେଶ ଜାରି କରିଛନ୍ତି। ଶିଳ୍ପ ତଥ୍ୟ ଅନୁଯାୟୀ ଗତ ବର୍ଷ ରୁଷ ପ୍ରାୟ 5 ନିୟୁତ ମେଟ୍ରିକ ଟନ୍ ପେଟ୍ରୋଲ ରପ୍ତାନି କରିଥିଲା। କିନ୍ତୁ ଆଜ୍ଞା ଦୈନିକ ଭାବରେ ଏହି ସଂଖ୍ୟା ପ୍ରତିଦିନ ପ୍ରାୟ ଏଠାରେ 1,17,000 ବ୍ୟାରେଲ ହେବ। ଘରୋଇ ବଜାର ପାଇଁ ଏତେ ବିପୁଳ ପରିମାଣକୁ ସୁରକ୍ଷିତ କରିବା ପାଇଁ ଅନ୍ତର୍ଜାତୀୟ ବଜାରକୁ ଏହାକୁ ସ୍ଥାନାନ୍ତର କରିବା ପଛରେ ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା। ଯେ ଦେଖନ୍ତୁ ଯେ ଆପଣମାନେ ଏଠାରେ ଯେତେବେଳେ ମିଳିବ ନାହିଁ ତେଲ ସେତେବେଳେ ରେଟ୍ ବଢ଼ିବ। ତ ରେଟ୍ ଏମାନେ ବଢ଼େଇବା ପାଇଁ ଯେଉଁ ଯାଉଛନ୍ତି ତେଲ ଆସିଲେ ସିନା ରେଟ୍ ବଢ଼େଇବେ। କମ୍ ତେଲ ଯଦି ଦେବେ ତ ରେଟ୍ ତ ନିହାତି ଭାବରେ ବଢ଼ିବ। ତ ବନ୍ଦ କରିଦେବାର କାରଣ ଯେ ଅଧିକ ମୂଲ୍ୟ ସେମାନେ ବଢ଼େଇ ଦେଉଛନ୍ତି। ତାଙ୍କଠୁ 100 ଟଙ୍କାରେ କିଣିକି ଆଣିକି 200-300ରେ ବିକ୍ରି କରୁଛନ୍ତି। ତ ଏଇ ଯେଉଁ ଜିନିଷଟିକୁ ରୋକିବା ପାଇଁ ଏଠାରେ 4 ମାସ ପର୍ଯ୍ୟନ୍ତ ମୁଁ ଦେବି ନାହିଁ ତେଲ ବୋଲିକି ସେ କହୁଛି।
ତ କ'ଣ ହେଉଛି ଦେଖନ୍ତୁ ଆପଣମାନଙ୍କର ଦେଖନ୍ତୁ ଏଠାରେ କାହାକୁ ଏକା ପ୍ରୋବ୍ଲେମ୍ ହେବ ନାହିଁ। ଆମକୁ ପବ୍ଲିକ୍ ମାନଙ୍କୁ ହିଁ ଏଠାରେ ପ୍ରୋବ୍ଲେମ୍ ହେବ। ବଡ଼ ବଡ଼ ଲୋକଙ୍କୁ ଆଜ୍ଞା କେବେ ପ୍ରୋବ୍ଲେମ୍ ହୁଏ ନାହିଁ। ତ ଆପଣମାନେ ଦେଖନ୍ତୁ ସଜାଗ ରୁହନ୍ତୁ ଆଉ ନିଜ ପାଖରେ ପଇସା ପତ୍ର ସଞ୍ଚୟ କରିକି ରଖନ୍ତୁ ଏଇ ଅଭାବ ଅନଟନରୁ ବଞ୍ଚିବା ପାଇଁ। ଆଇ ହୋପ୍ ଆପଣମାନଙ୍କୁ ଭିଡ଼ିଓଟି ପସନ୍ଦ ଆସିଥିବ। ଭିଡ଼ିଓ ଯଦି ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରନ୍ତୁ। ଆମରି ଚ୍ୟାନେଲରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଧନ୍ୟବାଦ।